ମୁଁ ଭାବୁନି ଯେ ଦର୍ଶକଙ୍କୁ କୌଣସି ଜାଗାରେ ଏଇ କମ୍ପ୍ଲେନ୍ ରହିବ ଯେ ଗୋଟେ ଆର୍ଟ ଫିଲ୍ମ ଥିଲା ବୋଲି, ଏଇଟା ମୁଁ ଗ୍ୟାରେଣ୍ଟି ଦେଇପାରିବି। ମୋ ନାଁ ପ୍ରଭଞ୍ଜନ ମିଶ୍ର। ମୁଁ এই চারি কান্ধরে অভিনয় করেছি। ମୋ ପ୍ରକୃତ ନା এই ଫିଲ୍ମରେ ବି ନା ପ୍ରଭଞ୍ଜନ ଚରିତ୍ରରେ ଅଭିନୟ କରିଛି। এই ଫିଲ୍ମର ଯେମିତି ନାଁଟା କହୁଛି ଚାରି କାନ୍ଥ, ଫିଲ୍ମଟା ଚାରି କାନ୍ଥ ବିଷୟରେ। କାହାଣୀ ବିଷୟରେ ବେଶୀ କିଛି କହିବିନି, କାରଣ କାହାଣୀଟା ଯେତେବେଳେ ଦର୍ଶକ ଦେଖିବେ ସେମାନେ ତାକୁ ଏନ୍ଜୟ କରିବେ। ଏଥିରେ ଦର୍ଶକ ହସିବେ ବି, କାନ୍ଦିବେ ବି, ଗୋଟେ ବହୁତ ହି ଭଲ ସାମାଜିକ ବାର୍ତ୍ତା ପାଇବେ, ଯୋଉଟା ଆଜି ସମାଜ ପାଇଁ ବହୁତ ଦରକାର। ଧନ୍ୟବାଦ ଦେବି ଅତୀଶ କୁମାର ରାଉତଙ୍କୁ, କାରଣ ସିଏ ଗୋଟେ ଯୁବ ନିର୍ଦ୍ଦେଶକଙ୍କୁ ନେଇକି ଗୋଟେ ଫିଲ୍ମ କରିଛନ୍ତି ଆଉ ପ୍ରଥମ ଥର ପାଇଁ ଓଡ଼ିଶାରେ ଗୋଟେ ସର୍ଟ ଫିଲ୍ମକୁ ରିଲିଜ କରିବାର ଗୋଟେ ନୂଆ ଟ୍ରାଡିସନ ଆରମ୍ଭ କରିଛନ୍ତି। ଯେହେତୁ ଓଡ଼ିଶାରେ ବର୍ତ୍ତମାନ ବହୁତ ଜଣ ଅତି ଟ୍ୟାଲେଣ୍ଟେଡ ଯୁବ ନିର୍ଦ୍ଦେଶକ, କଳାକାର, ପ୍ରଯୋଜକ ଆସୁଛନ୍ତି। ମୁଁ ଭାବୁଛି ଏଇଟା ଗୋଟେ ପାଥ ବ୍ରେକିଂ ଗୋଟେ ଆରମ୍ଭ ହବ ପରମ୍ପରା। ୟା ପରେ ବହୁତ ଜଣ ଏମିତି ସର୍ଟ ଫିଲ୍ମ କରିବେ, ଦି ତିନି ଜଣ ମିଶିକି ଗୋଟେ ଫିଲ୍ମ ରିଲିଜ କରିବା କଥା ଚିନ୍ତା କରିବେ। ତ ଗୋଟେ ସୁସ୍ଥ ପରମ୍ପରାର ଆରମ୍ଭ ହବ ବୋଲି ଭାବୁଛି। ଫିଲ୍ମଟି ବହୁତ ଆମର ଆୱାର୍ଡ ପାଇଛି, ଇଣ୍ଟରନ୍ୟାସନାଲ ଆୱାର୍ଡ କି ନ୍ୟାସନାଲ ଆୱାର୍ଡ। ତ କମର୍ସିଆଲ ସାର୍ କେତେ ଲାଗୁଛି ପାଇପାରିବ? ବହୁତ ଭଲ ପ୍ରଶ୍ନଟା ପଚାରିଲେ। ଆକ୍ଚୁଆଲି ଗୋଟେ ସାଇକୋଲୋଜିକାଲି ଥାଏ ଯେ ଯଦି ଫିଲ୍ମ ଆୱାର୍ଡ ପାଇଛି ତାହେଲେ ସେଟା ଆର୍ଟ ଫିଲ୍ମ, କିନ୍ତୁ ଏଇଟା ଆର୍ଟ ଫିଲ୍ମ ଜମା ନୁହଁ। ଏଥିରେ ଲୋକଙ୍କ ପାଇଁ ଗୋଟେ ବାର୍ତ୍ତା ବି ଅଛି ଶେଷରେ, କିନ୍ତୁ ଏଥିରେ ବହୁତ ହସିବା, କାନ୍ଦିବା, ପ୍ରତ୍ୟେକଟି ମଣିଷର କାହାଣୀ, ପ୍ରତ୍ୟେକଟି ଲୋକ ଯାହାକୁ ଆମେ ପ୍ରତିଦିନ ଦୈନନ୍ଦିନ ଜୀବନ ଦେଖୁଛୁ ସେମିତି ଲୋକଙ୍କ କାହାଣୀ ଆମେ ଏଥିରେ ପାଇବା। ଏଥିରେ ଯୋଉ ମେସେଜଟା ଅଛି ସେଇଟା ଲୋକଙ୍କୁ ଏମିତି ଭାବରେ ଦିଆଯାଇଛି ଯେ ସେମାନେ ଶେଷରେ ଜାଣିବେ ଫିଲ୍ମଟା ଏଇଟା ଗୋଟେ ମେସେଜ ଦେଇଛି, କିନ୍ତୁ ଫିଲ୍ମର ଯୋଉଟା ପ୍ରେଜେଣ୍ଟେସନ ଅଛି ଫିଲ୍ମର ସେଟା ପୁରା କମର୍ସିଆଲ ଫିଲ୍ମ ଭଳିଆ ହିଁ ଅଛି। ଲୋକ ହସିବେ, ବହୁତ ଫନି ସିନ୍ସ ଅଛି, ଭଲ ଭଲ କ୍ୟାରେକ୍ଟର ଅଛନ୍ତି। ଆଉ ଏଥିରେ ଶକ୍ତି ବରାଳଙ୍କୁ ଆପଣ ଗୋଟେ ଏମିତି ଚରିତ୍ର ଦେଖିବେ ଯେମିତି ଆପଣ ଆଗରୁ କେବେ ଦେଖିନଥିଲେ। ବହୁତ ହି ଭଲ ଅଭିନୟ ସେ ଏଥିରେ କରିଛନ୍ତି। ଆଉ ମୁଁ ଭାବୁନି ଯେ ଦର୍ଶକଙ୍କୁ କୌଣସି ଜାଗାରେ ଏଇ କମ୍ପ୍ଲେନ୍ ରହିବ ଯେ ଗୋଟେ ଆର୍ଟ ଫିଲ୍ମ ଥିଲା ବୋଲି, ଏଇଟା ମୁଁ ଗ୍ୟାରେଣ୍ଟି ଦେଇପାରିବି।